କିନ୍ତୁ ସ୍କୁଲ ପିଲାମାନେ ପଢ଼ି ଯାଉଛନ୍ତି ତାଙ୍କର ଚେନ୍ କାମ କରୁନି 10 ଦିନରୁ 5 ଦିନ ହେଲେ ପେଣ୍ଟ ଛିଡ଼ି ଯାଉଛି। ଗଭର୍ଣ୍ଣମେଣ୍ଟ ସ୍କୁଲର ଅବସ୍ଥା ଏଇଆ। ଦେଖନ୍ତୁ ଆଉ ଗୋଟେ ପେଣ୍ଟ ବି ଦେଖାଉଛି, ସିଏ ବି ସେଇ ଅବସ୍ଥା। ଦେଖନ୍ତୁ ତାକୁ ସିଲେଇ ହେଇଛି 5 ଦିନ 10 ଦିନ ପରେ ଫାଟି ଯାଉଛି। ଯେଉଁମାନେ ପ୍ରାଇଭେଟ୍ରେ ପଢ଼ୁଛନ୍ତି ସାର୍ ଗଭର୍ଣ୍ଣମେଣ୍ଟରେ ତାଙ୍କ ପିଲାମାନଙ୍କୁ ପଢ଼ାଉଛନ୍ତି ପାଠ। ଯେଉଁ ଟିଚର ହେଉ ମାଷ୍ଟର ହେଉ ସେମାନେ ଆସୁଛନ୍ତି, ସେମାନେ ଗଭର୍ଣ୍ଣମେଣ୍ଟରେ ଚାକିରି କରିବେ, 70-80 ହଜାର ଦରମା ନେବେ, ତାଙ୍କ ପିଲାମାନଙ୍କୁ ପଢ଼େଇବେ ପ୍ରାଇଭେଟ୍ରେ। ସେଥିରେ କହୁଛନ୍ତି ପଇସା ପାଇଲେନି ଆଉ 80 ହଜାର ପାଉନି, ଆହୁରି ଦରମା ବଢ଼। ଆଚ୍ଛା, ଯିଏ ଯାଉଛି ଗଭର୍ଣ୍ଣମେଣ୍ଟରୁ ପ୍ରାଇଭେଟ୍ ହେଲା କ'ଣ? ପ୍ରାଇଭେଟ୍ରେ ଗୋଟେ ମାଷ୍ଟର ହେଉଛି 10 ହଜାରରୁ 12 ହଜାର ଦରମା, ତା ଜାଗାରେ 10ଟା ମାଷ୍ଟର କାମ କରିବେ। ଯଦି 12 ହଜାର ହେଲା, ଜଣେ ମାଷ୍ଟର ପାଇଲେ 80 ହଜାର, ତାହେଲେ ଜଣକୁ 10 ହଜାର ଭାଗ ପାଇଲା। ତେଣୁ ସବୁ ସଂସ୍ଥା ଜଣକୁ ମାତ୍ର କାହିଁ କରୁଛନ୍ତି? ଯଦି କରୁଛନ୍ତି ଟୋଟାଲ୍ ପ୍ରାଇଭେଟ୍ କରିଦିଅନ୍ତୁ, ସମସ୍ତେ ପ୍ରାଇଭେଟ୍ରେ ପଢ଼ିବେ। ଯାହାର ପଇସା ହେଲା ପଢ଼ିବ, ନହେଲେ ଯିଏ ଗରିବ ହେଲା ସେ ରହିବ। ଗଭର୍ଣ୍ଣମେଣ୍ଟ କାହିଁ ଖୋଲିବେ? ଗଭର୍ଣ୍ଣମେଣ୍ଟ 70 ହଜାର ନେଉଛନ୍ତି, ମାଷ୍ଟରମାନେ ପଢ଼ାଉନାହାନ୍ତି, ଲାଭ କ'ଣ? ହଁ, ଏବେ ବହି ଗୁଡ଼ା ଏମିତି ହେଲା, ୟାର କାମ କ'ଣ? ଟିକେ ଜାଣିବାକୁ ଚାହୁଁଛି ଆଜ୍ଞା, ଏଥିରୁ ସରକାର କିଏ, ପବ୍ଲିକ୍ କିଏ, ଜନତା କିଏ, ବେସରକାରୀ କିଏ, ଟିକେ ଜଣାନ୍ତୁ ଆଜ୍ଞା। ଯଦି କ'ଣ ଭୁଲ ଥିବ କ୍ଷମା କରିବେ ଆଜ୍ଞା। এই କଥା ଯଦି ଭଲ ଲାଗିଥିବ ଲାଇକ୍ କରିବେ, କମେଣ୍ଟ କରିବେ, ଆଗକୁ ଆହୁରି ଭଲ ଭଲ କଥା ପଠାଇବେ। ଆପଣମାନଙ୍କର ସହଯୋଗ ଦରକାର। ଜୟ ଜଗନ୍ନାଥ।